ଯେଉଁ ରାଶିର କନଫିଡେଣ୍ଟ ହିଁ ତାର ପରିଚୟ, ସେହି ରାଶି ଅନ୍ୟ କେଉଁ ରାଶି ନୁହେଁ, ତାହା ହେଲା ଧନୁରାଶି। ଭିଡ଼ିଓର ଲାଷ୍ଟ ଯାଏ ଆପଣ ଦେଖନ୍ତୁ। ହୁଏତ ଆପଣଙ୍କର ପରିବାରରେ କାହାର ମଧ୍ୟ ଧନୁରାଶି ହୋଇଥାଇପାରେ, ଆପଣଙ୍କର କାମରେ ଆସିପାରେ। ଧନୁରାଶି 9 ନମ୍ବର ରାଶି ଏବଂ ରୋଲିଂ ପ୍ଲାନେଟ୍ ଗୁରୁ ବା ଜୁପିଟର ଅଟନ୍ତି। ଏହି ରାଶିର ବ୍ୟକ୍ତିବିଶେଷ ଗୁରୁଙ୍କ ପ୍ରଭାବ ଯୋଗୁଁ ବହୁତ ହି ଅପ୍ଟିମିଷ୍ଟିକ୍ ହେଇଥାନ୍ତି। ପଜିଟିଭିଟି ତାଙ୍କ ମଧ୍ୟରେ ଭରି ରହିଥାଏ। ଟ୍ରଷ୍ଟ ବା ବିଶ୍ୱାସ କ୍ଷେତ୍ରରେ ଧନୁରାଶିର ବ୍ୟକ୍ତି କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ୱାସକୁ ନେଇନଥାନ୍ତି। ସେମାନେ ସମୟ ଦିଅନ୍ତି କୌଣସି ଘଟଣାକୁ ଏବଂ ନିଜେ ଦେଖନ୍ତି, ପରଖନ୍ତି, ତାପରେ ଯାଇ କୌଣସି କାମରେ ବା କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରିଥାନ୍ତି। ବେଡ଼ ଜାଗା, କୋଳାହଳ ଜାଗା ଧନୁରାଶିର ବ୍ୟକ୍ତିଙ୍କୁ ପସନ୍ଦ ନୁହଁ। ସେମାନେ ଶାନ୍ତ ପରିବେଶ ବା ସବୁଜିମା ପରିବେଶରେ ନିଜକୁ ହଜାଇ ଦେବାରେ ଇଚ୍ଛା ପ୍ରକାଶ କରିଥାନ୍ତି। କ୍ୱିକ୍ ଲର୍ଣ୍ଣର ହେଇଥାନ୍ତି ଧନୁରାଶିର ବ୍ୟକ୍ତି। ଷ୍ଟୁଡେଣ୍ଟ ଟାଇମ୍ରେ ପଢ଼ା ସମୟରେ ହେଇଥାଉ ବା କାର୍ଯ୍ୟ କରିବା କ୍ଷେତ୍ରରେ ହେଉ ବା ଘରେ ହାଉସୱାଇଫ୍ ହେଇଥାଉ ନା କାହିଁକି, ଧନୁରାଶିର ବ୍ୟକ୍ତି ଚାହିଁଥାନ୍ତି ଯେକୌଣସି କାମକୁ, ଯେକୌଣସି ବିଦ୍ୟାକୁ ଶୀଘ୍ର ଶିଖି ତାକୁ ୟୁଟିଲାଇଜ୍ କରିବା ପାଇଁ। ଧନୁରାଶିର ବ୍ୟକ୍ତି ସୋସିଆଲ ୱାର୍କ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ସେମାନେ ଦେଖେଇ ହୋଇକି ସମାଜର କଲ୍ୟାଣରେ ଇନଭଲ୍ଭ ହୁଅନ୍ତି ନାହିଁ ବା କୌଣସି ବ୍ୟକ୍ତିଙ୍କର ହେଲ୍ପ କରନ୍ତି ନାହିଁ। ଚୁପଚାପ ହେଇକି ଅନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାନ୍ତି। ଫୋରସାଇଟେଡନେସ୍ ଏବଂ ୱିଜଡମ୍ ବା ଜ୍ଞାନର ଅଧିକାରୀ ହୋଇଥାନ୍ତି ଧନୁରାଶିର ବ୍ୟକ୍ତି। କୌଣସି ବନ୍ଧନରେ ରହିବା ପସନ୍ଦ କରନ୍ତି ନାହିଁ ଧନୁରାଶିର ବ୍ୟକ୍ତି। ଏମାନେ ଇଣ୍ଡିପେଣ୍ଡେଣ୍ଟ ଲାଇଫ୍ ଲିଡ୍ କରିବାକୁ ପସନ୍ଦ କରିଥାନ୍ତି। ଆଧୁନିକ ଯୁଗରେ ଯଦି ଦେଖିବା, ଧନୁରାଶିର ବ୍ୟକ୍ତି ଲିଜର ଟାଇମ୍ରେ ଘରୁ ବାହାରେ, ଅଫିସ୍ ବାହାରେ ନିଜେ ବୁଲାବୁଲି କରି ଫଟୋଗ୍ରାଫିରେ ରୁଚି ରଖିଥାନ୍ତି ଏହି ବ୍ୟକ୍ତିବିଶେଷ।